ସେମାନେ ମୋର ଗୋଟେ ବୋଲି ଭାଇ ପ୍ରଦୀପ କୁମାର କର ମୁଁ ତାଙ୍କ ଛଡା କାହାକୁ କେବେ ରାକ୍ଷୀ ବି ବାନ୍ଧିନି। କରୋନା ବେଳେ ତାଙ୍କୁ ମୁଁ ହରେଇଲି। ସେଥିପାଇଁ ମୁଁ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମା ଦିନ ଆସିକି କିଛି ନା କିଛି ଗୋଟେ ସେବା ତାଙ୍କରି ଉଦ୍ଦେଶ୍ୟରେ କରିଥାଏ। ତାଙ୍କ ଆତ୍ମା ଯେମିତି ସଦ୍ଗତି ହବ ସେଥିଲାଗି ଆଜି ଆସିଛି ମୁଁ। ପିଲାଙ୍କ ମାନଙ୍କ ପାଖରେ ରହିକି ଭାରି ଖୁସି ଲାଗିଲା। ମୁଁ ତାଙ୍କର ସ୍ମାଇଲରେ ମୋ ଭାଇର ସ୍ମାଇଲ କୁ ଖୋଜିଲି। ମୋ ଭାଇ ସବୁବେଳେ ସ୍ମାଇଲ ହିଁ କରିଥାଏ। ସବୁ ମୋ ଭାଇକୁ ହିଁ ଏମାନଙ୍କ ଭିତରେ ମୁଁ ଖୋଜିଲି ଆଜି। ପିଲାମାନଙ୍କୁ ଭାଇ ପାଇଁ ମୋ ଭାଇ ପାଇଁ ପ୍ରଦୀପ କୁମାର କର। ଆଜି ପିଲାମାନେ ଛୁଆମାନେ ସମସ୍ତଙ୍କ ଯେହେତୁ ବିଭିନ୍ନ ସ୍ଥାନ ବିଭିନ୍ନ ଦିନରେ ଆସିଛନ୍ତି, ସମସ୍ତେ ଜନ୍ମଦିନ ମନ ଥିବ ନଥିବ, ସେ ହଉଛି ରାକ୍ଷୀ ପୂର୍ଣ୍ଣିମାରେ ଶିଶୁ ଆଶ୍ରମରେ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସବୁ ପିଲାମାନଙ୍କ ଜନ୍ମଦିନ ପାଳନ କରାଯାଏ। ସେଥିପାଇଁ ଆମେ ଆଜି ଆସିଥିଲୁ, ପ୍ରତ୍ୟେକ ବର୍ଷ ଆସୁ ରାକ୍ଷୀ ପୂର୍ଣ୍ଣିମାକୁ। ଏଥର ଆସିଥିଲୁ, ଏଥର ଡକ୍ଟର ସୁମେନ୍ଦ୍ର କୁମାର ମହାନ୍ତି, ତାଙ୍କ ପତ୍ନୀ ସୌମ୍ୟେନ୍ଦ୍ର ମହାନ୍ତି, ଈଶ୍ୱର ଶିଶୁ ମହାନ୍ତି, ନମିତା ପଟ୍ଟନାୟକ, ଆମର ପ୍ରବୀର ମହାନ୍ତି ସମସ୍ତେ ଆସିଛି। ତାଙ୍କ ପିଲାଙ୍କ ସହିତ ରାକ୍ଷୀ ପୂର୍ଣ୍ଣିମା ଜନ୍ମଦିନ ପାଳନ କଲୁ। ତା ସହିତ ପିଲାଙ୍କୁ କିଛି ମିଷ୍ଟାନ୍ନ ଦେଇଥିଲୁ। ତା ସହିତ ରାତିରେ ଭୋଜନ ବ୍ୟବସ୍ଥା କରାଯାଇଛି ସୁମେନ୍ଦ୍ର ଭାଇଙ୍କ ତରଫରୁ। ଆଉ ପ୍ରତ୍ୟେକ ତାଙ୍କ ପିଲାମାନଙ୍କର ଆସବାବପତ୍ର ହିସାବରେ ବେଡ୍ କଭର ସମସ୍ତଙ୍କୁ ଡୋନେଟ୍ କରାଯାଇଛି। ନିଶ୍ଚିତ ଆମେ ଯେତେ ଖୁସି ହଉଛୁ, ଆମ ଘରେ ଗୋଟେ ଛୁଆର ଜନ୍ମଦିନ କଲେ ଯେତିକି ଖୁସି ହଉଛି, ଯେତେବେଳେ ଏଥିରେ 15, 16, 18 ଜଣ ପିଲାଙ୍କର ଜନ୍ମଦିନ ପାଳନ ହଉଛି ଏକା ସାଙ୍ଗରେ, ଆଉ ସେ ବହୁତ ଖୁସିର ମାନେ ସେ କହିବ ବୋଲି ବହୁତ ଖୁସି ଲାଗୁଛି। ଶିଶୁମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ତାଙ୍କ ଜନ୍ମଦିନ ହୋଇଥାଏ। ତେଣୁ ତାଙ୍କ ପାଇଁ କିଛିଟା ଖାଦ୍ୟ ପୁଡ଼ିଆ ଏବଂ ବେଡସିଟ୍ ଆମେ ଆଣିଛୁ ଆର୍ଟ ଅଫ୍ ଲିଭିଂ ତରଫରୁ ବଣ୍ଟନ କରିବା ପାଇଁ। ଆଉ ନିଶ୍ଚିନ୍ତ ଭାବରେ ତାଙ୍କର ଯେହେତୁ ଆଜି ଜନ୍ମଦିନ ପାଳନ କରୁଛନ୍ତି, ତାଙ୍କ ସହିତ ଆମେ ତାଙ୍କ ଖୁସି ସାମିଲ ହେବା ପାଇଁ ଆମେ ତାଙ୍କ ପାଇଁ କିଛି ଜିନିଷ ପତ୍ର ଧରିକି ଆସିଛୁ।